ଏବେ ଖାଲି ତ ଆମେ ସମସ୍ତେ ଜାଣିଛୁ ଆମର ଜଣେ ସାଂସଦ ଯାଇଛନ୍ତି ସୁଜିତ କୁମାର, ଯିଏକି ଦଳର ଆମର ବଡ଼ ସକ୍ରିୟ ସଦସ୍ୟ ଥିଲେ, କ୍ଷମତା ଅଳିନ୍ଦର ନିକଟତର ଥିଲେ। ତେଣୁ ସିଏ ହଠାତ୍ ଯଦି ତାଙ୍କର ମନ କଷ୍ଟ ହେଇଛି କି କ'ଣ ହେଇଛି, ଯାହା ବିବୃତ୍ତି ଦେଇଛି, ସେଗୁଡ଼ାକ ଠିକଣା ସମୟରେ ଅବଗତ କରେଇକିରି କିମ୍ବା ସେତେବେଳେ ସେ ଫୋରମ୍ରେ ସରକାର ଥିଲାବେଳେ କରିଥିଲେ ସୁନ୍ଦର ଦେଖାଯାଇଥାନ୍ତା। ତେଣୁ ମୁଁ ସବୁ କାମ କ୍ଷମତାର ଉପଭୋଗ କରିସାରିବି, ତାପରେ ମୁଁ କହିବି ଯେ ସବୁ ଖଟା, ପୁଣି ନୂଆ ଅଙ୍ଗୁରର ସନ୍ଧାନରେ ରହିବି। ସେଇଟା ସେ ତ ଜଣେ ଏଜୁକେଟେଡ୍ ବ୍ୟକ୍ତି। ମୁଁ ବି ଯେତେବେଳେ ଆମର ମମତା ମହାନ୍ତ ଗଲେ ତାଙ୍କୁ ଟେଲିଫୋନ୍ରେ ପଚାରିଥିଲି, ମୁଁ କହିଲି ସୁଜିତ ବାବୁ, ଆମର ତୁମେ ତ ଜଣେ ପଞ୍ଚାୟତ ମା ଭିତରୁ ଜଣେ, ସେଠି ଯେଉଁ ଅଛ, ମୁଁ ମଜାରେ କହିଲି ଲାଇଟ୍ରେ, ନାଇଁ ଆମର କେବେ ଯିବାର ନାହିଁ, ମୋତେ ସେ କହିଥିଲେ। ସେ ତାଙ୍କ ବିଷୟ ଦଳ ହେଉଛି ବିଜୁ ଜନତା ଦଳ, ବିଜୁ ତ କଳିଙ୍ଗା ସାହସିକା ଓଡ଼ିଶାର ବିକାଶ ନବୀନଙ୍କ ନେତୃତ୍ୱରେ ଯେଉଁ ଛାପ, ଏବଂ ଏସବୁ ଜନସାଧାରଣ ମନେ ରଖିଛନ୍ତି। ଏବଂ ଏଥିରେ ବ୍ୟକ୍ତିଗତ ଯେଉଁ ଏମିତି ଯେଉଁମାନଙ୍କର ମନୋଭାବ ରହୁଛି, ସେ ତାଙ୍କ ନିଜସ୍ୱ ନିଷ୍ପତ୍ତି। ପାର୍ଟି ତାର ବିରୋଧୀ ଦଳ ହିସାବରେ ଲୋକ ଯେଉଁ ଦାୟିତ୍ୱ ଦେଇଛନ୍ତି, ଆମ ନେତା ନେବାକୁ କହିଛନ୍ତି, ଆମେ ତାକୁ ଗଣତାନ୍ତ୍ରିକ ଧାରାରେ ନିର୍ବାହ କରିବୁ। ଏବଂ ଆମେ ଏଭଳି କାର୍ଯ୍ୟକ୍ରମ କରିନୁ ଡେଭଲପମେଣ୍ଟ ପ୍ରୋସେସ୍ରେ, ଗାଁ ଗହଳିଠୁ ଆରମ୍ଭ କରି ଲୋକ ବି ତାକୁ ଝୁରୁଛନ୍ତି। ତେଣୁ ସମୟରେ ଯେତେବେଳେ ସରକାର ପରିବର୍ତ୍ତନ ହୁଏ, କିଛି ସମୟ ଗୋଟେ ରୁହେ ମନୋଭାବ, ତାକୁ ନେଇକରି ଆମେ ଗୋଟେ ବିରୋଧୀ ଦଳ ହିସାବରେ ଆମର ଦାୟିତ୍ୱ ନିର୍ବାହ କରୁ, ଓଡ଼ିଶାର ବିକାଶ, ଓଡ଼ିଶାର ସେବା କରିବା ପାଇଁ ଓଡ଼ିଶାବାସୀଙ୍କର।